ଯେତେବେଳେ ସରଭଙ୍ଗ ମୁନିଙ୍କ ଆଶ୍ରମ ପରିସର ଭିତରେ ପ୍ରବେଶ କରିଛନ୍ତି, ସରଭଙ୍ଗ ମୁନି ବ୍ରହ୍ମଲୋକକୁ ସେତେବେଳେ ଯାଉଥିଲେ, ଯାହାକି ଗୋସ୍ୱାମୀ ତୁଳସୀ ଦାସ ମହାରାଜ କଲମ କରୁଛନ୍ତି। ସେହି ସମୟରେ ସରଭଙ୍ଗ ମୁନି ବ୍ରହ୍ମଲୋକକୁ ଯାଉଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ ଧ୍ୟାନ ମାଧ୍ୟମରେ ଜାଣିବା ପାଇଁ ପାଇଲେ ଭଗବାନ ରାମ ଆମ ଆଶ୍ରମ ପରିବେଶ ଭିତରକୁ ଆସୁଛନ୍ତି, ଭଗବାନ ରାମ ଆମ ଆଶ୍ରମ ମଧ୍ୟକୁ ଆସୁଛନ୍ତି, ଆମ ଆଶ୍ରମକୁ ଆସିବେ, ସେତେବେଳେ ସେ ବ୍ରହ୍ମଲୋକକୁ ଗଲେ ନାହିଁ, କହିଲେ ଟିକେ ଅପେକ୍ଷା କରିଦେବା, ତାଙ୍କୁ ଦର୍ଶନ କରିଦେବା। ଶୁଣୁଥିଲେ ଭଗବାନ ରଘୁନନ୍ଦନ ରାମ ଆସି ପହଞ୍ଚିଗଲେ, ତାଙ୍କୁ ଦର୍ଶନ କରିଦେଲେ, ଆନନ୍ଦ ହେଇଗଲେ। ତେବେ ଆନନ୍ଦ ହେଇଗଲେ କ'ଣ କହୁଛନ୍ତି ସରଭଙ୍ଗ ମୁନି? କେହି ବିଧି କହ ଯାହୁ ଅବସ୍ୱାମୀ, କହୁ ନାଥ ତୁମ ଅନ୍ତର ଜାଣି। ବୋଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ। ତାହା ପୁନିଆଏ ଜହ ମୁନୀଶ୍ୱର ଭାଗା, ସୁନ୍ଦର ଅନୁଜ ଜାନକୀ ମାତା। ବୋଲ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ, ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ। बोल ज रामचंद्र भगवान की ଜୟ। ତେଣୁ ସରଭଙ୍ଗ ମୁନି କହୁଛନ୍ତି କି ଭାଗ୍ୟ ମୋର ଆଶ୍ରମରେ ଆଜି ସ୍ୱୟଂ ଭଗବାନ ପହଞ୍ଚିଗଲେ, ତାଙ୍କୁ ଦର୍ଶନ କରିଦେଲି। ପ୍ରଭୁଙ୍କୁ ମଧ୍ୟ କହୁଛନ୍ତି ବର୍ତ୍ତମାନ ବ୍ରହ୍ମଲୋକକୁ ଯାଉଥିଲି, ଖାଲି ଆପଣ ଆସୁଛନ୍ତି ବୋଲି ମୁଁ ଆପଣଙ୍କୁ ଟିକେ ଦର୍ଶନ କରିବା ପାଇଁ ଅପେକ୍ଷା କରିକି ରହିଲି। ପ୍ରଭୁ କହିଲେ ଏବେ ନିର୍ଦ୍ୱନ୍ଦରେ ଯାଆନ୍ତୁ। ସରଭଙ୍ଗ ମୁନି କ'ଣ କଲେ ନା ତାତେ ମୁନି ହରି ଲୀନନ ଭୟହୁ, ପ୍ରଥମ ଭେଦ ଭଗତି ବରଲୟହୁ। ସେ କ'ଣ କଲେ ନା ନିଜେ ଯୋଗାଗ୍ନିରେ ନିଜକୁ ଭସ୍ମ କରିଦେଲେ। ତେଣୁ ପ୍ରଭୁ ଗଲେ ଯୋଗାଗ୍ନିରେ ନିଜକୁ ଭସ୍ମ କରିଦେଲେ ଏବଂ ତାପରେ ଭଗବାନ ରଘୁନନ୍ଦନ ରାମ ବର୍ଣ୍ଣପଥରେ ଅଗ୍ରସର ହେଉଛନ୍ତି। ଅରଣ୍ୟକାଣ୍ଡ ଜଙ୍ଗଲ ରାସ୍ତା ଦେଇକିରି, ଅରଣ୍ୟ ରାସ୍ତା ଦେଇକିରି ଯାଉଛନ୍ତି। ସେଠି ଦେଖିକିରି ଭାରି କ୍ଷୋଭ ପ୍ରକାଶ କଲେ ଭଗବାନ ରାମ, ଭାରି ଦୁଃଖିତ ହେଲେ। କ'ଣ ଦୁଃଖିତ ହେଲେ? ସେ ଜଙ୍ଗଲ ଭିତରେ ଖାଲି ହାଡ଼ ଗୁଡ଼ାକ ପଡ଼ିଛି, ଅସ୍ଥି ହାଡ଼ ସବୁ ପଡ଼ିଛି। ସେ ସବୁ କାହାର? ସାଧୁ ସନ୍ଥ ମାନଙ୍କର। ରାକ୍ଷସ ମାନେ ଏତେ ଉତ୍ପାତ ହେଇଛନ୍ତି ଯେ এইভাবে ভাবে সাধু সমাজকে নিপাত করা বাহারিছেন। কিন্তু প্রভু রাম যেতবে এ দৃশ্য দেখুছেন, প্রভু কণ কলে? ভুজকে উঠাই দেলে, প্রতিজ্ঞা কলে। কণ প্রতিজ্ঞা কলে না নিশিচর হীন কর উমহি, ভুজ উঠাই পনকে ন সকল মুনিকে আশ্রম মনে যাই যাই সুখ সুখ দিন। बोलो श्री राम जय जय राम, 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 श्री राम जय राम जय जय राम, श्री राम जय जय राम, श्री राम जय राम, संकट मोचन जय हनुमान। बोल श्री रामचंद्र भगवान की जय। भुज उठेकरी प्रतिज्ञा कले। कौन प्रतिज्ञा कले? जे निश्चिचर हिन्न करहु मई भुज उठाई पन किन्न, सकल मुनिन के आश्रम ही जाई सब सुख दिन। मु संकल्प करुच्ची ये पृथ्वी को राक्षस शून्य करदेवी, कौन सी राक्षस ये पृथ्वी पृष्ठ में मुझे रखईदेवी नहीं। कौन पाई मु आसी कौन पाई? जब जब होई धर्म के हानि, श्री राम जय जय राम, होई असुर धम अभिमानी, श्री राम जय जय राम, तब तब धरी प्रभु विविध शरीरा, श्री राम जय जय राम, हरई कृपा निधि सजन पीरा, श्री राम जय राम। बोल रामचंद्र भगवान की जय। जब जब होई धर्म के हानि, बाढ़ई असुर अधम अभिमानी। भगवान आसी कौन पाई? जे बाढ़ई असुर अधम अभिमानी, असुर मान कौन करिवे? निपात करिवे, राक्षस मान को निपात करिवे। बाढ़ई असुर अधम अभिमानी, तब तब धरी प्रभु विविध शरीरा। से भगवान कौन कले? शरीर धारण कले।
ତେଣୁ ପ୍ରଭୁ ରଘୁନନ୍ଦନ ରାମ ଏହା ସଂକଳ୍ପ କରିକିରି ଯାଉଛନ୍ତି, ପହଞ୍ଚିଗଲେ ଜଣକ ଆଶ୍ରମରେ। କାହା ଆଶ୍ରମରେ? ମୁନି ଅଗସ୍ତିକର ଶିଷ୍ୟ ସୁଜାନା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ନାମ ଶ୍ରୁତି ଛନରତି ଭଗବାନ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ମନ କ୍ରମ ବଚନ ରାମ ପଦ ସେବକ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସପନେ ହୁଁ ଆନବ ରସନନ ସେବକ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ବୋଲା ଯା ରାମଚନ୍ଦ୍ର ଭଗବାନ କି। ମୁନି ଅଗସ୍ତିଙ୍କ ଜଣେ ଶିଷ୍ୟ ଥିଲେ। ଅଗସ୍ତିଙ୍କୁ ଯେତେବେଳେ ପ୍ରଥମେ ରାମଚରିତମାନସ ଆରମ୍ଭ ହେଇଛି, ଶିବ ଯାଇଛନ୍ତି କୋଉଠିକି? ଅଗସ୍ତି ମୁନିଙ୍କ ନିକଟକୁ ଶିବ ସତୀ। ଆପଣ ଶୁଣିଥିବେ ପ୍ରଥମ ଦିନ। ଅଗସ୍ତି କ'ଣ କୁହାଯାଇଛି ସେଇଠି? ନା ଏକ ବାର ତ୍ରେତା ଯୁଗ ମାହି ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶମ୍ଭୁ ଗଏ କୁମ୍ଭଜ ଋଷି ପାହି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଏକ ବାର ତ୍ରେତା ଯୁଗ ମାହି ଶମ୍ଭୁ ଗଏ କୁମ୍ଭଜ ଋଷି ପାଇଁ। ଶିବ ସେଦିନ ଅଗସ୍ତି ଋଷିଙ୍କ ନିକଟକୁ ଯାଉଥିଲେ, କିନ୍ତୁ ଅଗସ୍ତି କ'ଣ କୁହାଯାଇଛି? କୁମ୍ଭଜ, ମାଠିଆ ବୋଲି କୁହାଯାଇଛି। ଆଉ ସେଇ ଅଗସ୍ତି ମୁନିଙ୍କର କହିଲେ ମୁନି ଅଗସ୍ତିଙ୍କର ଶିଷ୍ୟ ସୁଜାନା, ତାଙ୍କର ଜଣେ ଶିଷ୍ୟ ଥିଲେ। ପୁଣି ସେ କେମିତିଆ ଶିଷ୍ୟ? ନା ଜ୍ଞାନୀ ଶିଷ୍ୟ। ନା ତାଙ୍କର କ'ଣ? ନା ସୁତୀକ୍ଷ୍ଣ। ସେ ସୁତୀକ୍ଷ୍ଣଙ୍କ ଆଶ୍ରମରେ ଭଗବାନ ରଘୁନନ୍ଦନ ରାମ ଯାଇ ପହଞ୍ଚିଗଲେ। ସୁତୀକ୍ଷ୍ଣ ଯେତେବେଳେ ସମାଚାର ପାଇଗଲେ ପ୍ରଭୁ ରାମ ଆସୁଛନ୍ତି, ସିଏ ବି ସେମିତି। ଆରେ ଘରକୁ ଭଗବାନ ଆସିବେ, ଆମେ କେମିତି ଆନନ୍ଦ ନ ହେବା। ତେଣୁ ତାଙ୍କ ଘର ଉଠୁଛି, ଆଶ୍ରମ ପରିସର ଉଠୁଛି ପଡ଼ୁଛି ପ୍ରଭୁ ଆସିବେ ବୋଲି। ପ୍ରଭୁ ଆସିଗଲେ, ପହଞ୍ଚିଗଲେ, ଦେଖିଲେ ଯେ ସୁତୀକ୍ଷ୍ଣ କ'ଣ କରୁଛନ୍ତି? ବସିକିରି ଧ୍ୟାନ କରୁଛନ୍ତି। କାହାକୁ? ଭଗବାନ। ପୁଣି କେମିତି ଧ୍ୟାନ କରୁଛନ୍ତି? ନା ପ୍ରେମୋନ୍ମତ୍ତ, ପୁରା ପ୍ରେମରେ ଉନ୍ମତ୍ତ ହେଇଯାଉଛନ୍ତି। ଯେହେତୁ ସମ୍ପୂର୍ଣ୍ଣ ଭାବରେ ପ୍ରେମରେ ଉନ୍ମତ୍ତ ହେଇକି ଭଗବାନକୁ ଭାବୁଛନ୍ତି, ଭଗବାନକୁ ଚିନ୍ତନ କରୁଛନ୍ତି। କାରଣ ଧ୍ୟାନର ସ୍ତରକୁ ଯିବା ପାଇଁ ଆମର ଯେଉଁ ସବୁ ମାର୍ଗ ରହିଛି, ବାବା ମଧ୍ୟ ଆଜି ମୋତେ କହୁଥିଲେ, ଶିଖଉଥିଲେ ଧ୍ୟାନ କେମିତି କରିବା, ବତଉଥିଲେ କେମିତି ଧ୍ୟାନ କରାଯାଏ। ଧ୍ୟାନର କେତୋଟି ମାର୍ଗ ରହିଛି? କ'ଣ କ'ଣ? ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି, ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା, ତାପରେ ସମାଧି। ଧ୍ୟାନ, ଧ୍ୟାନ କାହାକୁ କରିବା? ଧ୍ୟାନ ମୂଳମ୍ ଗୁରୁ ମୂର୍ତ୍ତି, ଯେଉଁ ଗୁରୁଙ୍କର ମୂର୍ତ୍ତି ରହିଛି ସେ ଗୁରୁଙ୍କର ମୂର୍ତ୍ତିକୁ ଧ୍ୟାନ କରିବା। ପୂଜାଂ ମୂଳମ୍ ଗୁରୁ ପଦଂ, ଗୁରୁଙ୍କର ପାଦକୁ ପୂଜା କରିବା। ମନ୍ତ୍ରଂ ମୂଳମ୍ ଗୁରୁ ବାକ୍ୟ, ଗୁରୁ ମନ୍ତ୍ର ଶକ୍ତି ଅଶେଷ, କାଳ କାଳ କାଳଜା ବଶ। କହିଲେ ଗୁରୁ ମନ୍ତ୍ର ଭିତରେ ଅଶେଷ ଅସୀମ ଶକ୍ତି ରହିଛି। ସେ ଗୁରୁଙ୍କର ମନ୍ତ୍ରକୁ ଗୁରୁଙ୍କ ବାକ୍ୟ ସ୍ୱରୂପରେ ପାଳନ କରିବା। କ'ଣ ପାଇଁ? ନା ଗୁରୁ ମନୁଷ୍ୟ ବୁଦ୍ଧିସ୍ତୁ ମନ୍ତ୍ର ଚାକ୍ଷର ଭାବନମ୍ ପ୍ରତିମାଂ ସୁଶୀଳାର୍ ଜ୍ଞାନମ୍ ଗୁରୁବାନମ୍ ନରକଂ ବ୍ରଜେତ୍। बोल श्री गुरु गोविंद भगवान की जय। कहले गुरु मनुष्य बुद्धिस्तु, गुरु को मनुष्य ज्ञान करिवो नाही, गोटे पंचमहाभूतिक शरीर बोली भाविबो नाही। कौन गुरु? ना गुरु मनुष्य बुद्धिस्तु मंत्रचाक्षर भावन। गुरु जो मंत्र मध्य प्रदान कले से मंत्र केतोटी अक्षर बोली भावी दवनी। ओ आ हर्षे दीर्घ हर्ष दीर्घ रु रु ए ऐ क ख भितर अछि बोली भावी दवनी। गुरु मनुष्य बुद्धिस्तु मंत्रचाक्षर भावन प्रतिमां सुशीलार ज्ञान। ताकर जो प्रतिमाटा रही हूँ ज्ञानर प्रतीक। गुरुबान नरकं ब्रजेत, सी होती गुरु जी गुरुबान नरक उद्धार करदेवे। तेणु गुरुंकर कृपार श्रुतिकुण मुनि अपेक्षा करते भगवान पहुँचे। प्रेमाचार्य मधुसूदन भाषा कौन? गुरु कृपा हेब केते बेले, गुरु कृपा हेब केते बेले, गुरु कृपा हेब केते बेले, गुरु कृपा हेब केते बेले। सते देखिबी ए चरम डोळे, सते देखिबी ए चरम डोळे, गुरु कृपा हेब केते बेले, गुरु कृपा हेब केते बेले, गुरु कृपा हेब केते बेले, गुरु कृपा हेब केते बेले। बोल श्री
रामचंद्र भगवान की जय